ଭାରତରେ ଆମ୍ବକୁ ଫଳର ରାଜା କୁହାଯାଏ, କିନ୍ତୁ ଏମିତି ଏକ ଆମ୍ବ ଅଛି ଯାହାକୁ ଆମ୍ବର ରାଜକୁମାର ବୋଲି କୁହାଯାଏ। ଏହି ଆମ୍ବର ନାଁ ହେଉଛି ଭିଭିଆଇପି ଆମ୍ବ ବା ଜର୍ଦାଲୁ ଆମ୍ବ। ବିହାରର ଭାଗଲପୁରର ଏହି ପ୍ରସିଦ୍ଧ ଆମ୍ବ ଏହାର ସ୍ୱତନ୍ତ୍ର ସ୍ୱାଦ ଓ ମହକ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଏହାର ଲୋକପ୍ରିୟତା ଏତେ ଯେ ପ୍ରତିବର୍ଷ ଏହାକୁ ଦେଶର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ଉପହାର ଭାବରେ ପଠାଯାଏ। ଜର୍ଦାଲୁ ଆମ୍ବର ଇତିହାସ ପ୍ରାୟ 200 ବର୍ଷ ପୁରୁଣା। ଏହି ଆମ୍ବ ଗଛ ପ୍ରଥମେ ବିହାରର ଭାଗଲପୁର ଜିଲ୍ଲାର ସୁଲତାନଗଞ୍ଜ ଅଞ୍ଚଳରେ ଥିବା ମଧୁବନ ବଗିଚାରେ ଦେଖାଯାଇଥିଲା। କୁହାଯାଏ ଯେ 1810ରୁ 1820 ମସିହା ମଧ୍ୟରେ ଖଡ଼ଗପୁର ହାବେରୀର ତତ୍କାଳୀନ ରାଜା ରହମତ ଅଲି ଖାନ ପ୍ରଥମେ ଏହି ଆମ୍ବର ଚାରାରୋପଣ କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସେହି ସମୟରେ ଲଗାଯାଇଥିବା ପ୍ରଥମ ଗଛ ଆଜି ବି ଜୀବିତ ଅଛି ଏବଂ ସେଥିରୁ ଫଳ ଫଳୁଛି। ଏହି ଆମ୍ବର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ମନମୁଗ୍ଧକର ବାସ୍ନା। ଏହି ଆମ୍ବକୁ ପାଖରେ ରଖିଲେ ଏହାର ମିଠା ସୁଗନ୍ଧ ଆପଣଙ୍କୁ ବିମୋହିତ କରିଦେବ। ଏହି ଆମ୍ବ ଦେଖିବାକୁ ହାଲୁକା ସୁବର୍ଣ୍ଣ ହଳଦିଆ ରଙ୍ଗର ହୋଇଥାଏ। ଏହାର ଚୋପା ଅତି ପତଳା ଏବଂ ଭିତର ଅଂଶ ଅତି ନରମ। ଜର୍ଦାଲୁ ଆମ୍ବରେ ଜମାରୁ ବି ଶିରା ବା ରସ ନଥାଏ। ଏହାକୁ ଖାଇବା ବେଳେ ଲହୁଣୀ ଭଳି ମିଳାଇଯାଏ। ବିଶେଷଜ୍ଞଙ୍କ ମତରେ ଭାଗଲପୁରର ଗଙ୍ଗା ନଦୀ କୂଳର ପଟୁମାଟି ଏବଂ ସେଠାକାର ଜଳବାୟୁ ଏହି ଆମ୍ବକୁ ସ୍ୱତନ୍ତ୍ର ମିଠାପଣ ପ୍ରଦାନ କରିଥାଏ। ତେବେ ପ୍ରାୟ 2 ଦଶନ୍ଧି ଧରି ବିହାର ସରକାର ପ୍ରତିବର୍ଷ ଜୁନରେ ରାଷ୍ଟ୍ରପତି ଭବନକୁ ଜର୍ଦାଲୁ ଆମ୍ବ ପଠାଇବାର ପରମ୍ପରା ଜାରି ରଖିଛନ୍ତି। ଏଥିପାଇଁ ବିହାର କୃଷି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ତତ୍ତ୍ୱାବଧାନରେ ସବୁଠାରୁ ଉତ୍କୃଷ୍ଟ ବଗିଚାରୁ ଆମ୍ବ ଚୟନ କରାଯାଏ। ସାଇଜ୍, ରଙ୍ଗ ଏବଂ ସ୍ୱାଦ ପରୀକ୍ଷା ପରେ ଏହାକୁ ସ୍ୱତନ୍ତ୍ର ଭାବେ ପ୍ୟାକ୍ କରାଯାଇ ଦିଲ୍ଲୀ ପଠାଯାଏ। କେବଳ ରାଷ୍ଟ୍ରପତି ନୁହନ୍ତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଏବଂ ବିଦେଶୀ ଦୂତାବାସଗୁଡ଼ିକୁ ମଧ୍ୟ ସୌଜନ୍ୟମୂଳକ ଭାବେ ଏହି ଆମ୍ବ ଉପହାର ଦିଆଯାଏ। ଜର୍ଦାଲୁ ଆମ୍ବ କେବଳ ଫଳ ନୁହେଁ, ବରଂ ଏହା ଭାରତୀୟ ସାଂସ୍କୃତିକ ଗୌରବର ଏକ ପ୍ରତୀକ ସାଜିଛି। ବ୍ୟୁରୋ ରିପୋର୍ଟ, ପ୍ରମେୟ ନ୍ୟୁଜ୍ 7 ଷ୍ଟାର।